ଆଜ୍ଞା ମନରେ ହରି ଭଜନ ମନରେ ହରି ଭଜନ ଛାଡ଼ି ମନରେ ହରି ଭଜନ ଏ ଦୁର୍ଲଭ ଜନମ ଏ ଦୁର୍ଲଭ ଜନମ ଏ ଦୁର୍ଲଭ ଜନମ କଲୁ ଗାଡ଼ି ମନରେ ହରି ଭଜନ ଛାଡ଼ି ମନରେ ହରି ଭଜନ। ମଣିଷ ଜୀବନଟା ହେଉଛି ଆଜ୍ଞା ଦୁର୍ଲଭ ଜୀବନ। ଭାରତ ସାବିତ୍ରୀ ପ୍ରମାଣ କରିଛନ୍ତି ଦୁର୍ଲଭଙ୍ଗ ବିପ୍ର ଜନ୍ମ ଚ ଗଙ୍ଗା ସ୍ନାନ ଚ ଦୁର୍ଲଭଙ୍ଗ ମାନବ ଜନ୍ମ ଦୁର୍ଲଭଙ୍ଗ ଭାରତ କଥା। ଅନେକ ଜନ୍ମର ସଫଳତା ସ୍ୱରୂପ ହେଉଛି ଆଜ୍ଞା ମଣିଷ ଜୀବନ। କାହିଁକି ଏ କଥା ମୁଁ କହୁଛି, ଭାଗବତର ସୁନ୍ଦର ନିର୍ଯାସଟେ ଅଛି। ଇଏ ଦୁର୍ଲଭ ନର ଗଳେ ବର ହୋ ସାଧୁ ଜନ ଏ ନରକ ନିସ୍ତାରଣ ଦ୍ୱାର ହୋ ସାଧୁ ଜନେ। ଦୁର୍ଲଭ ନର କଳେବର ନରକ ନିସ୍ତାରଣ ଦ୍ୱାର। ଅନେକ ଜନ୍ମର ସାଫଲ୍ୟ ଅଟଇ କେବଳ ମାନବ ଦେହ, ଏ ଦେହରେ ଯଦି ଜୀବ ନ ତରିବ କାହିଁରେ ତରିବ କହ। ମଣିଷ ଜୀବନଟା ହେଉଛି ଦୁର୍ଲଭ। ତେଣୁ ଏ ଦୁର୍ଲଭ ଜୀବନରେ ଆମେ ଯେଉଁ ପଦାର୍ପଣ କରିଛେ, ଆମେ ଦୁର୍ଲଭ ଉନ୍ନତ ସୋପାନରେ ଆମେ ପହଞ୍ଚିଛେ, ଏଥିରେ ଯଦି ଜୀବନ ମୁକ୍ତି ନ ହେଲା, ଏ ମଣିଷ ଭାବରେ ଆମେ ଯେଉଁ ଜନ୍ମ ଲାଭ କରିଛେ, ଇଏ ଜୀବନଟା ଆମର ଅକାରଣ ହେଇଯିବ। ତେବେ ଆପଣମାନଙ୍କୁ ପୂର୍ବଧ୍ୟାୟରେ ଜୀବନ ମୁକ୍ତି ବିଷୟରେ ହରାଗୁଣା ଫେରାମିଶା ଚାରିପାଠ ବିଷୟରେ ଆପଣଙ୍କୁ ସମ୍ୟକ ଧାରଣା ମୁଁ ଦେଇଥାଏ। ତେବେ ଜୀବ ମୁକ୍ତି ଲାଭ କେମିତି କରିବ ନା ବ୍ରାହ୍ମଣ ହେଲେ ଜୀବ ତରିବ। ଆପଣ କହିବେ ବ୍ରାହ୍ମଣ କିଏ ନା ଜନ୍ମନି ଜାୟତେ ଶୂଦ୍ର ସଂସ୍କାରେ ଦ୍ୱିଜ ଉଚ୍ୟତେ ବେଦଭ୍ୟାସେ ଭବେତ ବିପ୍ର ବ୍ରହ୍ମ ଜାନାତି ବ୍ରାହ୍ମଣ। ଜନ୍ମରୁ ବ୍ରାହ୍ମଣ ମାନେ ଶୂଦ୍ର ଅବସ୍ଥାରେ ଥାନ୍ତି। ଜନ୍ମନି ଜାୟତେ ଶୂଦ୍ର। ଯେତେବେଳେ ତାଙ୍କର ବ୍ରତ ଘର ହୁଏ ବା ବ୍ରତୋପନୟନ ହୁଏ, ସେତେବେଳେ ସେମାନେ ଦ୍ୱିଜ ହୁଅନ୍ତି। ଜନ୍ମନି ଜାୟତେ ଶୂଦ୍ର ସଂସ୍କାରେ ଦ୍ୱିଜ ଉଚ୍ୟତେ ବେଦଭ୍ୟାସେ ଭବେତ ବିପ୍ର। ଯେତେବେଳେ ବେଦଭ୍ୟାସ କରନ୍ତି ବ୍ରାହ୍ମଣ ମାନେ, ସେତେବେଳେ ବିପ୍ରପଦ ବାକ୍ୟ ହୁଅନ୍ତି ସେମାନେ। ବ୍ରହ୍ମ ଜାନାତି ବ୍ରାହ୍ମଣ, ଯେତେବେଳେ ବ୍ରହ୍ମକୁ ଦର୍ଶନ କରନ୍ତି, ସେତେବେଳେ ସେମାନେ ବ୍ରାହ୍ମଣ ହୁଅନ୍ତି। ତେଣୁ ଏ ପ୍ରକୃତରେ ବ୍ରହ୍ମ ଦର୍ଶନ କଲେ ଏ ଜୀବ ତରିଯିବ। ଆଉ କେମିତି ତରିବ ନା ବୈଷ୍ଣବ ହେଲେ ଜୀବ ତରିବ। ଆପଣ କହିବେ ବୈଷ୍ଣବ କିଏ? ବିଷ୍ଣୁ ଜାନାତି ବୈଷ୍ଣବ। ପ୍ରକୃତରେ ବିଷ୍ଣୁକୁ ଜାଣିଲେ ଯାଇ ସେ ବୈଷ୍ଣବ ହେବେ। ଭାଗବତ କହିଛନ୍ତି ଆଜ୍ଞା ବୈଷ୍ଣବ, ପ୍ରକୃତରେ ବୈଷ୍ଣବ କିଏ ନା ଏ କାମ କ୍ରୋଧ ଲୋଭ ମୋହ ହୋ ସାଧୁ ଜନେ ହିଂସା ବର୍ଜିତ ଯାର ଦେହ ହୋ ସାଧୁ ଜନେ ଏତେ ଲକ୍ଷଣ ଯାର ଥାଇ ହୋ ସାଧୁ ଜନେ ସ୍ୱଭାବେ ବୈଷ୍ଣବଟି ସେହି ହୋ ସାଧୁ ଜନେ। କାମକୁ ଛାଡ଼ିଦେବେ, କାମନାର ବିନାଶରେ ଦୁଃଖର ବିନାଶ। କ୍ରୋଧକୁ ଛାଡ଼ିବେ, କାମ କ୍ରୋଧ ଲୋଭକୁ ଛାଡ଼ିବେ, ମୋହକୁ ଛାଡ଼ିବେ, ତାପରେ ଆପଣ ହେବେ ବୈଷ୍ଣବ। ବିଷ୍ଣୁ ଜାନାତି ବୈଷ୍ଣବ। ଏତକ ଯେତେବେଳେ ଆପଣ ପରିତ୍ୟାଗ କରିପାରିବେ, ଆପଣ ବିଷ୍ଣୁଙ୍କ ସହିତ ପ୍ରଭୁଙ୍କ ସହିତ ଭାବ ଆଦାନ ପ୍ରଦାନ ହେଇଯିବ। ସେତେବେଳେ ଯାଇ ଆପଣ ବୈଷ୍ଣବ ହେବେ। ବୈଷ୍ଣବ ହେଲେ ଜୀବ ଏ ସଂସାରରୁ ତରିବ।
ଆଉ ପୂର୍ଣ୍ଣ ସମର୍ପିତ ହେଲେ ଜୀବ ତରିବ। ଏ ସଂସାର ଯଦି ପୂର୍ଣ୍ଣ ସମର୍ପଣ ଭାବ ଆମର ଆସିବ, ତେବେ ଏ ଜୀବ ନିଶ୍ଚିତ ଭାବରେ ମୁକ୍ତି ଲାଭ କରିବ। ତେବେ ଅଧିକ ସମୟ ମୁଁ ଆପଣମାନଙ୍କର ନେବି ନାହିଁ। ଏ ଯେଉଁ ଦୁର୍ଲଭ ମଣିଷ ଜୀବନ, ଯେଉଁ ଦୁର୍ଲଭ ଜୀବନ ଆମେ ପାଇଛେ, ଅନେକ ଜନ୍ମର ସଫଳତା ସ୍ୱରୂପ ହେଉଛି ମଣିଷ ଜୀବନ। ଏଥିରେ ଯଦି ପ୍ରଭୁଙ୍କର ଆରାଧନା କରି ନ ପାରିଲେ, ପ୍ରକୃତରେ ମାର୍ଗକୁ ଆମେ ଅନୁସରଣ କରି ନ ପାରିଲେ, ସଦ୍ଗୁରୁଙ୍କର ଶରଣାପନ୍ନ ହୋଇ ପ୍ରକୃତ ମାର୍ଗରେ ଆମେ ପରିଚାଳିତ ହୋଇ ଈଶ୍ୱରାଭିମୁଖୀ ହୋଇ ଯଦି ମୁକ୍ତି ଆଡ଼କୁ ଆମେ ଗତି ନ କଲେ, ଏ ମାନବ ଜୀବନଟା ଆମର ଅକାରଣ ହୋଇଯିବ। ଆଜିର କଥାବସ୍ତୁକୁ ମୁଁ ଏଇଠି ବିଶ୍ରାମ ଦେଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟେ ସୁନ୍ଦର ଉପାଖ୍ୟାନ ନେଇ ଆପଣମାନଙ୍କ ଆଗରେ ଏ ଦିନହୀନ କିଞ୍ଚନ ନିଶ୍ଚିତ ଆପଣଙ୍କୁ ଭେଟିଦେବ। ନମସ୍କାର।